त्रैविद्यमां सोमपः पूतपापा यज्ञरिष्ट्वा सर्गतिं प्रार्थयन्ते ते पुण्यमासाद्य सुरेन्द्रलोकम् अश्नन्ति दिव्यान् दिवि देव भोगान्। ଯେଉଁମାନେ ବେଦ ବର୍ଣ୍ଣିତ ଫଳଯୁକ୍ତ କର୍ମ ପ୍ରତି ଆଗ୍ରହୀ ହୋଇଥାନ୍ତି ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞ କରି ମୋର ପୂଜା କରିଥାନ୍ତି। ସେମାନେ ଯଜ୍ଞର ଅବଶିଷ୍ଟ ଅଂଶ ସୋମରସକୁ ପ୍ରସାଦ ରୂପେ ପାନ କରି ପାପ ମୁକ୍ତ ହୋଇ ସ୍ୱର୍ଗଲୋକ ପ୍ରାପ୍ତି ପାଇଁ କାମନା କରନ୍ତି। ତାଙ୍କର ଏହି ପୁଣ୍ୟର କର୍ମର ଫଳ ସ୍ୱରୂପ ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କ ଲୋକକୁ ଯାଇଥାନ୍ତି ଏବଂ ସ୍ୱର୍ଗର ଦେବତାମାନଙ୍କର ସୁଖ ଭୋଗ କରିଥାନ୍ତି। ପୂର୍ବରୁ ଶ୍ଲୋକ 9.11 ଓ 9.12ରେ ଶ୍ରୀକୃଷ୍ଣ ନାସ୍ତିକ ଏବଂ ଦୈତ୍ୟ ସ୍ୱଭାବର ଲୋକଙ୍କ ପ୍ରବୃତ୍ତି ଏବଂ ସେମାନଙ୍କଠାରେ ପାଉଥିବା ଦଣ୍ଡ ବିଷୟରେ ବର୍ଣ୍ଣନା କରିଛନ୍ତି। ତାପରେ ଯେଉଁମାନେ ଭକ୍ତିଯୁକ୍ତ ହୋଇ ତାଙ୍କଠାରେ ମନ ଲଗାଇଥାନ୍ତି ସେପରି ମହାତ୍ମାମାନଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ଉପରୋକ୍ତ ଶ୍ଲୋକ ଏବଂ ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ଯେଉଁମାନେ ଭକ୍ତ ନୁହନ୍ତି କି ନାସ୍ତିକ ନୁହନ୍ତି ସେମାନଙ୍କ ବିଷୟରେ ବର୍ଣ୍ଣନା କରୁଛନ୍ତି। ସେମାନେ ବେଦ ବର୍ଣ୍ଣିତ କର୍ମକାଣ୍ଡ ପାଳନ କରିଥାନ୍ତି। କର୍ମକାଣ୍ଡକୁ ଏଠାରେ ତ୍ରୈବିଦ୍ୟା କୁହାଯାଇଅଛି। ଯେଉଁମାନେ କର୍ମକାଣ୍ଡ ପ୍ରତି ଆଗ୍ରହୀ ହୋଇଥାନ୍ତି ସେମାନେ ଇନ୍ଦ୍ର ଆଦି ଦେବତାମାନଙ୍କୁ ଯଜ୍ଞ ତଥା ଅନ୍ୟାନ୍ୟ ବିଧି ଦ୍ୱାରା ପୂଜା କରିଥାନ୍ତି। ପରୋକ୍ଷ ଭାବରେ ସେମାନେ ପରମ ବ୍ରହ୍ମଙ୍କର ହିଁ ଉପାସନା କରିଥାନ୍ତି, କିନ୍ତୁ ସେମାନେ ବୁଝିନଥାନ୍ତି ଯେ ଦେବତାମାନଙ୍କ ମାଧ୍ୟମରେ ସ୍ୱୟଂ ଭଗବାନ ହିଁ ବର ପ୍ରଦାନ କରିଥାନ୍ତି। କର୍ମକାଣ୍ଡକୁ ଉତ୍ତମ କର୍ମ ରୂପେ ପରିଗଣିତ କରାଯାଏ, କିନ୍ତୁ ଭକ୍ତି ଭାବରେ ନୁହେଁ। କର୍ମକାଣ୍ଡ ପାଳନ କରୁଥିବା ଲୋକମାନେ ଜନ୍ମ ମୃତ୍ୟୁର ଚକ୍ରରୁ ମୁକ୍ତ ହୁଅନ୍ତି ନାହିଁ। ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକ ପରି ମାଇକ ଜଗତ ଅନ୍ତର୍ଭୁକ୍ତ ଉଚ୍ଚତର ଲୋକକୁ ଗମନ କରିଥାନ୍ତି। ସେଠାରେ ସେମାନେ ସ୍ୱର୍ଗୀୟ ସୁଖ ପ୍ରାପ୍ତ କରିଥାନ୍ତି, ଯାହା ପୃଥିବୀ ଲୋକର ସୁଖଠାରୁ 1000 ଗୁଣରେ ଅଧିକ। ଏବଂ ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ସ୍ୱର୍ଗ ସୁଖର ଦୋଷ ବିଷୟରେ ବର୍ଣ୍ଣନା କରୁଛନ୍ତି। ଶିକ୍ଷା: ଯେଉଁମାନେ ବେଦ ବର୍ଣ୍ଣିତ ଫଳଯୁକ୍ତ କର୍ମ ପ୍ରତି ଆଗ୍ରହୀ ସେମାନେ କର୍ମକାଣ୍ଡ ଭିତ୍ତିକ ଯଜ୍ଞାଦିକ ଦ୍ୱାରା ମୋର ପୂଜା କରନ୍ତି। ସେମାନେ ଯଜ୍ଞର ଅବଶିଷ୍ଟାଂଶ ସୋମରସକୁ ପ୍ରସାଦ ରୂପେ ପାନ କରି ପାପ ମୁକ୍ତ ହୋଇ ସ୍ୱର୍ଗଲୋକ ପାଇଁ କାମନା କରିଥାନ୍ତି। ତାଙ୍କର ଏହି ପୁଣ୍ୟ କର୍ମର ଫଳସ୍ୱରୂପ ସେମାନେ ସ୍ୱର୍ଗ ସମ୍ରାଟ ଇନ୍ଦ୍ରଙ୍କର ଲୋକକୁ ଯାଇଥାନ୍ତି ଏବଂ ସ୍ୱର୍ଗର ଦେବତାମାନଙ୍କ ସୁଖ ଭୋଗ କରିଥାନ୍ତି। Those who are inclined to the fruitive activity described in the Vedas worship me through ritualistic sacrifice, being purified from sin by drinking the soma juice, which is the remnant of the yajnas. They seek to go to heaven by virtue of their pious deed. They go to the abode of Indra, the king of heaven, and enjoy the pleasure of the celestial gods. Hare Krishna.